नमस्कार दर्शक बंधु शुभ संध्या आमे नहीं आसु देश विदेश राज्यर 20टी गुरुत्वपूर्ण खबर खबरटी भल लगे वीडियो को लाइक करने सहित चैनल न थे सब्सक्राइब करी आपण जिलार ना लिखिदेवे जहाँफल प्रत्येक दिन आपण जिलार खबर किसी ना कि अपडेट पाइपर तेज कौन रही आज सन्धार खबर चलता नजर पकड़ा। प्रथम खबर शिक्षागता और सुविधा अन्य दाबी नहीं छात्र छात्री माने एक अभिनव ढंग ନିଜର ପ୍ରତିବାଦ ଜଣାଇଛନ୍ତି। ଏହି ଘଟଣାରେ ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଏକଜୁଟ ହୋଇ ପାଠ ପଢା ସମସ୍ୟାର ସମାଧାନ ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ସେମାନେ ନିଜ ନିଜ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି ପ୍ରତିବାଦରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଛାତ୍ରଛାତ୍ରୀ ମାନେ ପ୍ରାୟ 4 କିଲୋମିଟର ପର୍ଯ୍ୟନ୍ତ ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସେମାନେ ଉପଯୁକ୍ତ ଅଧିକାରୀଙ୍କୁ ନିଜର ଦାବିପତ୍ର ପ୍ରଦାନ କରିବା ସହିତ ତୁରନ୍ତ ପଦକ୍ଷେପ ନେବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ସ୍ଥାନୀୟ ପୋଲିସ ଏବଂ ପଦଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହୋଇଥିଲେ। ଛାତ୍ରଛାତ୍ରୀଙ୍କ ଏହି ଦୃଢ ସଂକଳ୍ପ ଦେଖି ସାଧାରଣ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ମିଳିଛି। ପରବର୍ତ୍ତୀ ଖବର ରାଜ୍ୟ ସରକାର ଜମି କିଣାବିକା କ୍ଷେତ୍ରରେ ଏକ ବଡ ପଦକ୍ଷେପ ନେବା ପାଇଁ ଯାଉଛନ୍ତି। ଆସନ୍ତା ଏପ୍ରିଲ ମାସ ପହିଲାରୁ ଜମି ବେଞ୍ଚମାର୍କ ମୂଲ୍ୟ ବା ସର୍ବନିମ୍ନ ମୂଲ୍ୟର ପରିବର୍ତ୍ତନ କରାଯିବ। ଏହା ଦ୍ୱାରା ଜମିର ବାସ୍ତବ ମୂଲ୍ୟ ଏବଂ ସରକାରୀ ମୂଲ୍ୟ ମଧ୍ୟରେ ପ୍ରଭେଦକୁ କମାଯିବ ପାଇଁ ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟ ଏବଂ ସହରୀକରଣ ଦୃଷ୍ଟିରେ ରଖି ଏହି ମୂଲ୍ୟ ନିର୍ଦ୍ଧାରଣ କରାଯିବ। ଖାସ କରି ଯେଉଁ ଅଞ୍ଚଳରେ ରେଳପତ୍ର କିମ୍ବା ଜାତୀୟ ରାଜପଥ ନିର୍ମାଣ ହୋଇଛି ସେଠାରେ ଜମି ଦର ଯଥେଷ୍ଟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ପ୍ରକ୍ରିୟା କ୍ଷେତ୍ର ଅନୁଧ୍ୟାନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜମି ମୂଲ୍ୟ ବଢିବା ଫଳରେ ରେଜିଷ୍ଟ୍ରେସନ ଶୁଳ୍କ ମଧ୍ୟ ବୃଦ୍ଧି ପାଇବ, ଯାହା ଦ୍ୱାରା ରାଜ୍ୟ ସରକାରଙ୍କ ଅଧିକ ରାଜସ୍ୱ ଆଣିଦେବ। ତେବେ ସାଧାରଣ ଲୋକଙ୍କ ଉପରେ ଏହା ପ୍ରଭାବକୁ ନେଇ ବେଶୀ ଚର୍ଚ୍ଚା ହେଉଛି। ପରବର୍ତ୍ତୀ ଖବର କୋରାପୁଟ ଜିଲ୍ଲାର 16ଟି ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। କୋରାପୁଟ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ ପଦକ୍ଷେପ ନେଇଛନ୍ତି। 16ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ମୁଖ୍ୟତଃ ଭିତ୍ତିଭୂମି, ପାନୀୟ ଜଳ, ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ବିନିଯୋଗ ହେବ। ତେବେ ଉଦ୍ଘାଟିତ ପ୍ରକଳ୍ପ ଗୁଡିକ ସ୍ଥାନୀୟ ଲୋକଙ୍କ ଜୀବନଶୈଳୀ ଉନ୍ନତି ଆଣିବ। ଗମନାଗମନ ସୁବିଧା ପାଇଁ ଅନେକ ନୂତନ ରାସ୍ତା, ବ୍ରିଜ ନିର୍ମାଣ ହେବ। ଆଦିବାସୀ ବହୁଳ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ। ଆଗାମୀ ଦିନରେ ଅଞ୍ଚଳକୁ ଏକ ପର୍ଯ୍ୟଟନ ହବ୍ ଭାବେ ଗଢି ତୋଳିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସ୍ଥାନୀୟ ପ୍ରଶାସନ ଏହି ପ୍ରକଳ୍ପ ଗୁଡିକର ରକ୍ଷଣାବେକ୍ଷଣ ପରିଚାଳନା କରିବା ପାଇଁ ସଜାଗ ମଧ୍ୟ ରହିଛନ୍ତି। ପରବର୍ତ୍ତୀ ଖବର ଡିସେମ୍ବର 25ରୁ ଓଡ଼ିଶାର ଶୀତର ପ୍ରକୋପ ବଢିବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ଡିସେମ୍ବର 25 ତାରିଖରୁ ରାଜ୍ୟରେ ଶୀତ ଲହରୀ ବୃଦ୍ଧି ପାଇବ। ଉତ୍ତର ଦିଗରୁ ବହୁଥିବା ଥଣ୍ଡା ପବନ ଯୋଗୁଁ ରାତିର ତାପମାତ୍ରା କମିବାର ଆଶଙ୍କା ରହିଛି। ଆସନ୍ତା କିଛି ଦିନ ମଧ୍ୟରେ ଅନେକ ସ୍ଥାନରେ ଘନ କୁହୁଡି ଦେଖାଯାଇପାରେ, ଯାହା ଗମନାଗମନ ବାଧା ସୃଷ୍ଟି କରିବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା 10 ଡିଗ୍ରୀ ତଳକୁ ଖସିପାରେ। ସକାଳ ସମୟରେ କୁହୁଡି ଯୋଗୁଁ ଦୃଶ୍ୟମାନ ଦୂରତା କମିଯିବ। ଶୀତ ବଢିବାକୁ ଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁ ଏବଂ ବୃଦ୍ଧ ଜନିତ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଶୀତକୁ ଉପଭୋଗ କରିବା ପାଇଁ ଏବେଠାରୁ ଭିଡ ଜମିବା ଆରମ୍ଭ କଲାଣି। ପରବର୍ତ୍ତୀ ଖବର ହଉଛି ହ୍ୟୁମାନ ସାଗରକୁ ନେଇକି ବଡ ଖବର ଆସିଛି। ରାଜ୍ୟରେ ଘଟୁଥିବା ରହସ୍ୟଜନକ ମୃତ୍ୟୁ ଘଟଣା ପର୍ଦ୍ଦାଫାଶ ହେବା ପରେ ଏକ ମାରାତ୍ମକ ଷଡଯନ୍ତ୍ର ଜଣାପଡିଛି। ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କୌଣସି ସାଧାରଣ ଦୁର୍ଘଟଣା ନୁହେଁ, ବରଂ ଜଣେ ବ୍ୟକ୍ତିଙ୍କୁ ଜୀବନରୁ ମାରିଦେବା ପୂର୍ବ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଅଭିଯୁକ୍ତମାନେ ଅତି ଚତୁରତାର ସହିତ ଏହି ଅପରାଧକୁ ରୂପାୟନ କରିଥିଲେ ବୋଲି ତାଙ୍କ ମା ମଧ୍ୟ କହିଛନ୍ତି। ତେବେ ଏହି ଘଟଣାରେ ତୁରନ୍ତ ଏବେ ତଦନ୍ତ ଚାଲିବ। ସନ୍ଦିଗ୍ଧ ବ୍ୟକ୍ତିକୁ ପୋଲିସ ମଧ୍ୟ ଅଟକ ରଖି ପଚରାଉଚରା ମଧ୍ୟ କରିବ। ପରବର୍ତ୍ତୀ ଖବର ଇଞ୍ଜିନରେ ତ୍ରୁଟି ଯୋଗୁଁ ଦିଲ୍ଲୀ ମୁମ୍ବାଇ ବିମାନ ଜରୁରୀ ଅବତରଣ। ଏୟାର ଇଣ୍ଡିଆର ଏକ ବିମାନ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ବେଳେ ଅଧା ରାସ୍ତାରୁ ଫେରିବାକୁ ପଡିଛି। ବିମାନଟି ଉଡାଣ ସମୟରେ ହଠାତ୍ ଇଞ୍ଜିନ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଏହାପରେ ପାଇଲଟ ତୁରନ୍ତ ନିୟନ୍ତ୍ରଣ କକ୍ଷକୁ ଯୋଗାଯୋଗ କରି ବିମାନକୁ ଦିଲ୍ଲୀ ବିମାନ ବନ୍ଦରକୁ ଫେରାଇ ଆଣିଥିଲେ। ବିମାନରେ ପ୍ରାୟ 200ରୁ ଅଧିକ ଯାତ୍ରୀ ମଧ୍ୟ ଥିଲେ। କୁଶଳୀ ପାଇଲଟଙ୍କ ଯୋଗୁଁ ସମସ୍ତେ ସୁରକ୍ଷିତ ଅଛନ୍ତି। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିବା ପରେ ଯାତ୍ରୀମାନେ ଆଶ୍ୱସ୍ତ ହୋଇଛନ୍ତି। ଇଞ୍ଜିନରୁ କିଛି ଶବ୍ଦ ଆସୁଥିବା ନେଇ ସନ୍ଦେହ କରାଯାଇଥିଲା। ଏହାପରେ ତୁରନ୍ତ ମଧ୍ୟ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀମାନଙ୍କୁ ବିକଳ୍ପ ବିମାନ ସୁବିଧା କରାଯାଇଛି। ଯାନ୍ତ୍ରିକ ଯାଞ୍ଚ ପରେ ମଧ୍ୟ ବିମାନଟି କେଉଁ କାରଣରୁ ତ୍ରୁଟି ଦେଖାଇଥିଲା ତାହା ମଧ୍ୟ ଜଣାପଡିବ। ପରବର୍ତ୍ତୀ ଖବର ଗଗନଯାନ ମିଶନ ପାଇଁ ଡ୍ରଗ୍ ପାରାସୁଟ ସଫଳ ପରୀକ୍ଷଣ। ତେବେ ଇସ୍ରୋ ପକ୍ଷରୁ ଗବେଷଣା ସଂସ୍ଥା ମୁଖ୍ୟ ମିଶନ ଗଗନଯାନ ପାଇଁ ଏକ ବଡ ସଫଳତା ହାସଲ କରିଛି। ମହାକାଶରୁ ଫେରିବା ସମୟରେ ମହାକାଶଚାରୀ କ୍ୟାପସୁଲକୁ ସୁରକ୍ଷିତ ଭାବେ ଓହ୍ଲାଇବା ପାଇଁ ଡ୍ରଗ୍ ପାରାସୁଟ ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣରେ ବାୟୁସେନା ସହାୟତା ସମ୍ପୂର୍ଣ୍ଣ ହୋଇଛି। ଏକ ପାରାସୁଟ ଗୁଡିକ ମହାକାଶ ଯାନର ବେଗକୁ କମାଇବାରେ ସାହାଯ୍ୟ କରିବ, ଯାହା ଫଳରେ ଯାନଟି ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠକୁ ଫେରି ପାରିବ।
ପରୀକ୍ଷଣ ସମୟରେ ପାରାସୁଟ ଖୋଲିବା ପ୍ରକ୍ରିୟା ଏହାକୁ ସ୍ଥିରତାକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି। ଏହା ଇସ୍ରୋ ପାଇଁ ବଡ ସଫଳତା ଭାବେ ବିବେଚନା କରାଯାଉଛି ବୋଲି ସୂଚନା ମିଳୁଛି। ପରବର୍ତ୍ତୀ ଖବର ରହୁଛି ଆଜି ସୁନା ରୂପା ବଜାରରେ ମୂଲ୍ୟ ବୃଦ୍ଧି ପାଇବାକୁ ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ ବଜାରରେ ପରିବର୍ତ୍ତନ ଯୋଗୁଁ ସ୍ଥାନୀୟ ବଜାରରେ ଏହାର ପ୍ରଭାବ ପଡିଛି। ଆଜି ସୁନା ଦରରେ ଭରି ପିଛା ମଧ୍ୟ କିଛି ଟଙ୍କା ବୃଦ୍ଧି ପାଇଛି, ଯାହା ଗ୍ରାହକଙ୍କୁ ଚିନ୍ତାରେ ମଧ୍ୟ ପକାଇଛି। କେବଳ ସୁନା ନୁହେଁ, ରୂପା ମଧ୍ୟ ହୁ ହୁ ହୋଇ ବଢି ଚାଲିଛି। ବିବାହ ଋତୁ ପାଖେଇ ଆସିଥିବାରୁ ବଜାରରେ ସୁନାର ଚାହିଦା ବଢିଛି, ଯେଉଁ କାରଣରୁ ମୂଲ୍ୟ ବଢୁଥିବା ବ୍ୟବସାୟୀମାନେ ମତ ମଧ୍ୟ ଦେଇଛନ୍ତି। ବିନିମୟ ମୂଲ୍ୟରେ ପରିବର୍ତ୍ତନ ଏବଂ ଆମଦାନୀ ଶୁଳ୍କରେ ମୂଲ୍ୟ ବୃଦ୍ଧି କାରଣ ଅନ୍ୟତମ କାରଣ ପାଲଟିଛି। ତେବେ ବିଶେଷଜ୍ଞମାନେ କହିଛନ୍ତି ଆଗାମୀ ବର୍ଷରେ ମଧ୍ୟ ଆହୁରି ଡବଲ ବଢିପାରେ ବୋଲି ସୁନା ରେଟ୍ କୁହାଯାଉଛି। ପରବର୍ତ୍ତୀ ଖବର, ଆଉ 2 ଦିନ ପରେ ବଡଦିନ ବା ଖ୍ରୀଷ୍ଟମାସ। ସାରା ବିଶ୍ୱରେ ଏକ ବଡ ଦିନ ଖ୍ରୀଷ୍ଟମାସ ପ୍ରସ୍ତୁତି ଜୋରସୋର ଚାଲିଛି। ଆଉ 2 ଦିନ ପରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ କରାଯିବ। ଚର୍ଚ୍ଚ ଗୁଡିକରେ ରଙ୍ଗୀନ ଆଲୋକମାଳା ସଜେଇ ହୋଇଥିବା ବେଳେ ବଜାରରେ ଖ୍ରୀଷ୍ଟମାସ ଟ୍ରି, କେକ୍ ଚାହିଦା ବଢି ଚାଲିଛି। ଛୋଟ ପିଲାମାନେ ସାନ୍ତା କ୍ଲଜଙ୍କ ଆଗମନ ଚାହିଁ ରହିଛନ୍ତି। ସ୍କୁଲ କଲେଜ ଗୁଡିକରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପରିବାର ବନ୍ଧୁମାନଙ୍କ ସହିତ ଏହି ଦିନ ଖୁସିରେ ବିତାଇବା ପାଇଁ ଲୋକେ ଯୋଜନା କରିଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଚର୍ଚ୍ଚ ଗୁଡିକରେ ସ୍ୱତନ୍ତ୍ର ପ୍ରାର୍ଥନାର ବ୍ୟବସ୍ଥା କରାଯାଇଛି। ଶାନ୍ତି ଭାଇଚାରାର ବାର୍ତ୍ତା ନେଇ ଆସୁଥିବା ଏହି ପର୍ବ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଲୋକେ ପରସ୍ପରକୁ ଉପହାର ଦେଇ ଏହି ଦିନର ଶୁଭେଚ୍ଛା ଜଣାଇଛନ୍ତି। ପରବର୍ତ୍ତୀ ଖବର, ଚିଟଫଣ୍ଡ ଦୁର୍ନୀତିରେ ଟଙ୍କା ହରାଇଥିବା କୋଟି କୋଟି ଜମାକାରୀଙ୍କ ପାଇଁ ଏକ ବଡ ଖବର ଆସିଛି। ସରକାରୀ ସ୍ତରରେ ଜମାକାରୀଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ନିକଟରେ ଅନୁଷ୍ଠିତ ଏକ ବୈଠକରେ ଜମାକାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମନମୋହନ ସାମଲ କହିଛନ୍ତି ଯେ ସରକାର ଜମାକାରୀଙ୍କ ଟଙ୍କା ପଇସା ଫେରିବା ପାଇଁ ସମସ୍ତ ପ୍ରକାର ଆଇନଗତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଜବତ କରାଯାଇଥିବା ସମ୍ପତ୍ତିର ନିଲାମ ପ୍ରକ୍ରିୟା ଶେଷ ହେବା ପରେ ଏହି ଅର୍ଥ ହିତାଧିକାରୀଙ୍କୁ ବଣ୍ଟନ କରାଯିବ। ଏହାଦ୍ୱାରା ବହୁ ବର୍ଷ ଧରି ଅପେକ୍ଷା କରିଥିବା ଲୋକେ ଉପକୃତ ହେବେ। ଜମାକାରୀଙ୍କ ନିଜର ଦାବି ଉପସ୍ଥାପନ କରିବା ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି। ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅନଲାଇନ ପୋର୍ଟାଲ ବ୍ୟବହାର କରାଯିବ। ସରକାର ଏହି ଘୋଷଣା ପରେ ଶହ ଶହ ଜମାକାରୀ ମନରେ ଖୁସି ଓ ଆଶା ସଞ୍ଚାର ହୋଇଛି। ପରବର୍ତ୍ତୀ ଖବର, ଶ୍ରୀମନ୍ଦିରରେ ଫଟୋ ପୁଣି ଥରେ ଭାଇରାଲ, ଭକ୍ତଙ୍କ ମହଲରେ ଅସନ୍ତୋଷ। ଜଗନ୍ନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନବାଚୀ। ସୋସିଆଲ ମିଡିଆରେ ଶ୍ରୀମନ୍ଦିରରେ ଏକ କିଛି ଫଟୋ ଭାଇରାଲ ହେବା ପରେ ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କଟକଣା ସତ୍ତ୍ୱେ ମନ୍ଦିରକୁ କାହିଁ କ୍ୟାମେରା ମୋବାଇଲ ନିଆଯାଇଥିଲା ତାହା ନେଇ ଚର୍ଚ୍ଚା ହେଉଛି। ଶ୍ରୀମନ୍ଦିର ପ୍ରଶ୍ନ ଗମ୍ଭୀରତାକୁ ନେଇ ଏବେ ତଦନ୍ତ କରୁଛି। ଭାଇରାଲ ହୋଇଥିବା ଫଟୋ ଗୁଡିକ କେବେ କେଉଁ ପରିସ୍ଥିତିରେ ପଠାଯାଇଛି ତାହା ମଧ୍ୟ ଯାଞ୍ଚ କରାଯାଉଛି। ଦୋଷୀଙ୍କ ବିରୋଧରେ କଠୋରଠୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପ୍ରଶାସନ ପକ୍ଷରୁ କୁହାଯାଇଛି। ସେବାୟତ ଭକ୍ତମାନେ ଏହି ଘଟଣାକୁ ଅସନ୍ତୋଷ ପ୍ରକ୍ରିୟା କରିବା ସହିତ ତୁରନ୍ତ ଏହି ବ୍ୟବସ୍ଥା କଡାକଡି ଭାବେ ଦାବି କରିଛନ୍ତି। ମନ୍ଦିରର ପବିତ୍ରତା ଗୋପନୀୟତା ରକ୍ଷା କରିବା ପାଇଁ ସମସ୍ତଙ୍କର ଦାୟିତ୍ୱ। ବାରମ୍ବାର ଏଭଳି ଘଟଣା ଘଟିବା ଶ୍ରୀମନ୍ଦିର ସୁରକ୍ଷା ବଳରେ ଏହି ଥିବା ଛିଦ୍ର ଦର୍ଶାଉଛି, ଯାହା ଫଳରେ ଏବେ ଭକ୍ତମାନେ ଅସନ୍ତୋଷ ପ୍ରକ୍ରିୟା ସୃଷ୍ଟି କରିଛନ୍ତି। ପରବର୍ତ୍ତୀ ଖବର, ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ। ଏ ନେଇକି ମଧ୍ୟ କୋଲ୍ଡ ୱେଭ୍ ଅନେକ ଜିଲ୍ଲାକୁ ମଧ୍ୟ ସତର୍କତା ଜାରି କରାଯାଇଛି। ସନ୍ଧ୍ୟା ହେବା ମାତ୍ରେ ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଉଛି। ରାଜ୍ୟର ପଶ୍ଚିମ ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ଅଧିକ ରହିବ। ଯାତାୟାତ କରୁଥିବା ବେଳେ ଘନ କୁହୁଡି ଆସିବ। ଗାଡି ଚଳିଲା ବେଳେ ଧୀର ସ୍ଥିର ଚଲାଇବେ, ଫଗ୍ ଲାଇଟ୍ ୟୁଜ୍ କରିବେ, ତା ସହିତ ଗାଡିରେ ମ୍ୟୁଜିକ ସିଷ୍ଟମ ବନ୍ଦ କରିବା ପାଇଁ କୁହାଯାଇଛି। ପରବର୍ତ୍ତୀ ଖବର, ଆସନ୍ତା 25 ତାରିଖରୁ ପ୍ରସିଦ୍ଧ ଧର୍ମଶାଳା ମହୋତ୍ସବ ଆରମ୍ଭ ହେବା ପାଇଁ ଯାଉଛି। ଏହି ମହୋତ୍ସବରେ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ସାହ ଦେଖାଯାଇଛି। ଏହି ପର୍ବରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବାଣିଜ୍ୟ ମେଳା ଆୟୋଜନ ହୋଇଛି। ମେଳାରେ ନିଜର ବ୍ୟବସାୟ କରିବା ପାଇଁ ଶତାଧିକ ବ୍ୟବସାୟୀଙ୍କ ଭିଡ ଜମିଛି। ଦୋକାନ ଓ ରସିଦ କାଟିବା ସମୟରେ ନିରୂପଣ ବ୍ୟବସାୟୀମାନେ ଲମ୍ବା ଧାଡ଼ିରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ହସ୍ତତନ୍ତ ଏବଂ ଶିଳ୍ପ ମଧ୍ୟ ସାମଗ୍ରୀ ବିକ୍ରୟ ହେବାକୁ ସୁଯୋଗ ମିଳୁଛି। ମହୋତ୍ସବକୁ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏ ନେଇକି ହଜାର ହଜାର ବିଶିଷ୍ଟ କଳାକାର ଏବଂ ନୃତ୍ୟ ସଙ୍ଗୀତ ପରିବେଷଣ କରାଯିବ ବୋଲି କୁହାଯାଉଛି। ତେଣୁ ଲମ୍ବା ଭିଡ ମଧ୍ୟ ଦେଖିବାକୁ ମିଳିଛି। ପରବର୍ତ୍ତୀ ଖବର ହଉଛି ଜାନୁଆରୀ 1ରୁ ବଦଳିଯିବ ଅନେକ ନିୟମ। 2026 ମସିହା 1 ତାରିଖରେ ଦେଶର ନୂତନ ନିୟମ ଲାଗୁ ହେବା ପାଇଁ ଯାଉଛି। ଏଥିରେ ପିଏମ କିଷାନ ଯୋଜନା, ରାସନ କାର୍ଡ, ଇକେୱାଇସି, ବ୍ୟାଙ୍କିଂ ନିୟମ ଅନ୍ତର୍ଭୁକ୍ତ ଅଛି, ଯାହା ସାଧାରଣ ଆର୍ଥିକ କାରବାରକୁ ଅନେକ ସୁରକ୍ଷିତ ସହଜ କରିବାର ଲକ୍ଷ୍ୟ ରଖାଉଛି। ୟୁପିଆଇ କାରବାରରେ କିଛି ପ୍ରତିବନ୍ଧକ ଶୁଳ୍କ ଲାଗୁ ପାରେ। ସେହିପରି ଏଲପିଜି ଗ୍ୟାସ ମୂଲ୍ୟ ମଧ୍ୟ ପରିବର୍ତ୍ତନ ହେବ।
ସରକାର ସମସ୍ତ ଗ୍ରାହକଙ୍କୁ ନିଜର କେୱାଇସି ହ୍ରାସ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମ ପରିବର୍ତ୍ତନ ହେବା ଦ୍ୱାରା ଅନିୟମିତତା ରୋକାଯାଇ ପାରିବ। ବିଶେଷ କରି ସରକାରୀ ଯୋଜନାର ଯେପରି ଲାଭ ପ୍ରକୃତ ହିତାଧିକାରୀ ପାଇବେ ତାହା ନିଶ୍ଚିତ କରାଯିବ। ଜନସାଧାରଣଙ୍କୁ ନୂଆ ନିୟମ ବିଷୟରେ ଜାଣିବା ଏବଂ ସେ ବିଷୟରେ ଅବଗତ କରାଇବା ପାଇଁ ପରାମର୍ଶ ଦେଇଛନ୍ତି ସରକାର। ପରବର୍ତ୍ତୀ ଖବର ହେଉଛି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ମୁକ୍ତ ବାଣିଜ୍ୟ ଚୁକ୍ତି ବା ଏଫ୍ଟିଏ ନେଇ ଆଲୋଚନା ହୋଇଛି। ଏହି ଚୁକ୍ତି ସ୍ୱାକ୍ଷରିତ ହେଲେ ଉଭୟ ଦେଶ ମଧ୍ୟରେ ରପ୍ତାନୀ ଆମଦାନୀ ବୃଦ୍ଧି ପାଇବ। ଏହା ଦ୍ୱାରା ଅର୍ଥନୀତିରେ ଗତିଶୀଳତା ଆସିବ। ନ୍ୟୁଜିଲାଣ୍ଡରୁ ମୁଖ୍ୟତଃ ଦୁଗ୍ଧଜାତ ଦ୍ରବ୍ୟ କୃଷି ସାମଗ୍ରୀ ଭାରତ ଆସିବା ସହଜ ହେବ। ଅପରପକ୍ଷରେ ଭାରତରୁ ଆଇଟି ସେବା ଔଷଧ ନ୍ୟୁଜିଲାଣ୍ଡକୁ ରପ୍ତାନୀ କରାଯିବ। ବାଣିଜ୍ୟିକ କଟକଣା କୋହଳ ହେବା ଫଳରେ ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ। ଦୁଇ ଦେଶର ପ୍ରତିନିଧିମାନେ ଏଥର ମଧ୍ୟ ଚୁକ୍ତିର ବିଭିନ୍ନ ଦିଗ ଉପରେ ସହମତି ପ୍ରକାଶ କରିଛନ୍ତି। ଏହା କେବଳ ବ୍ୟବସାୟ ନୁହେଁ ବରଂ ରୋଜଗାର ନୂଆ ସୁଯୋଗ ସୃଷ୍ଟି ହେବ। ଆଗାମୀ କିଛି ମାସ ମଧ୍ୟରେ ଚୁକ୍ତିକୁ ଚୂଡାନ୍ତ ରୂପ ଦିଆଯିବ ବୋଲି ଆଶା ମଧ୍ୟ କରାଯାଉଛି। ପରବର୍ତ୍ତୀ ଖବର, ଫେବୃଆରୀ ପହିଲାରୁ ଆସିବ କି ବଜେଟ୍? ସାଧାରଣତଃ ପ୍ରତିବର୍ଷ ଫେବୃଆରୀ 1 ତାରିଖରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହୋଇଥାଏ। ତେବେ ଚଳିତ ବର୍ଷ ଏହି ତାରିଖରେ ପରିବର୍ତ୍ତନ ହୋଇପାରେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବଜେଟ୍ ପ୍ରସ୍ତୁତି ଶେଷ ହୋଇଛି। ବଜେଟ୍ ପ୍ରସ୍ତୁତି ଜୋରସୋର ଚାଲିଛି। ବଜେଟରେ ସାଧାରଣ ଲୋକଙ୍କୁ କିଛି ବଡ ଘୋଷଣା ହୋଇପାରେ। ତେବେ ଆୟକର ସୀମା ବଢିବା ଏବଂ କୃଷି କ୍ଷେତ୍ରରେ ନୂଆ ପ୍ୟାକେଜ ଆଶା କରାଯାଉଛି। ବଜେଟ୍ ପୂର୍ବରୁ ଅର୍ଥମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞ ସହିତ ଆଲୋଚନା କରୁଛନ୍ତି। ସରକାରୀ ଆର୍ଥିକ ରଣନୀତି ଆଗାମୀ ବର୍ଷ ପାଇଁ ବିକାଶର ରୋଡମ୍ୟାପ ହେବ ବୋଲି କୁହାଯାଉଛି। ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା କ୍ଷେତ୍ରରେ କେତେ ଅର୍ଥ ବ୍ୟୟବରାଦ ହେଉଛି ତାହା ସମସ୍ତଙ୍କ ନଜର ମଧ୍ୟ ରହିଛି। ତେବେ ଚାଷୀମାନେ ଉପକୃତ ହେବେ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ରହୁଛି, ଏବେ ସବୁଠାରୁ ବଡ ଖବର ହେଲା ଟ୍ରେନ ଭଡା ବଢାଇଲା ରେଳ ବିଭାଗ। ରେଳ ବିଭାଗ ପକ୍ଷରୁ ଟ୍ରେନ ଭଡାରେ ବୃଦ୍ଧି ପାଇଛି ଯାହା ସାଧାରଣ ଯାତ୍ରୀଙ୍କୁ ପ୍ରଭାବିତ କରିବ। ପରିଚାଳନାଗତ ଖର୍ଚ୍ଚ ଆଧୁନିକୀକରଣ ଏଥିପାଇଁ ନିଷ୍ପତ୍ତି ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷ କରି ଲମ୍ବା ଦୂରଗାମୀ ଟ୍ରେନ ଏବଂ ଏସି କୋଚର ବୃଦ୍ଧି ହେବ ବୋଲି ଦର କୁହାଯାଉଛି। ରେଳବାଇ ଭିତ୍ତିଭୂମି ବିକାଶ ଯାତ୍ରୀଙ୍କୁ ଅନେକ ସୁବିଧା ଯୋଗାଇବା ଅର୍ଥର ଆବଶ୍ୟକତା ରହିଛି। ତେଣୁ ଲୋକାଲ ଟ୍ରେନ ସାଧାରଣ ଶ୍ରେଣୀର ଭଡାରେ କୌଣସି ବଡ ଧରଣର ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ଖବର, ଅତିରିକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରଙ୍କ ବାବୁଙ୍କ ଘରେ ଚଢାଉ ହୋଇଛି। ରବୀନ୍ଦ୍ର କୁମାର ବାରିକ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। ବିଶେଷ କରି କୁହାଯାଉଛି ଜଣେ ବରିଷ୍ଠ ସରକାରୀ କର୍ମଚାରୀଙ୍କ ଘରେ ଚଢାଉ। ଏହି ଆଧାରରେ ଭିଜିଲାନ୍ସ ଟିମ୍ ଏକକାଳୀନ 5ଟି ସ୍ଥାନରେ ଅପରେସନ କରିଛି। ଚଢାଉ ସମୟରେ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଗହଣା, ଜମିବାଡି କାଗଜପତ୍ର ଜବତ ହୋଇଛି। ଅଭିଯୁକ୍ତ ବାସଭବନ ସମେତ ପ୍ରତ୍ୟେକ ଘର ଅଫିସରେ ଯାଞ୍ଚ ମଧ୍ୟ ହୋଇଛି। ଏହି ସମ୍ପତ୍ତିର ମୋଟ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଦୁର୍ନୀତି ନିବାରଣ ସରକାର ଜିରୋ ଟଲରେନ୍ସ ନୀତି ଅନୁଯାୟୀ ଯେତେ ବଡ ଅଫିସର ହଉନା କାହିଁକି ଧରା ପଡିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୋଷୀ ପ୍ରମାଣିତ ହେଲେ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଏପଟେ କହିଛନ୍ତି। ପରବର୍ତ୍ତୀ ଖବର ହଉଛି ଓଡିଶାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡି ହେବ। ସଡକ ପଥ, ରେଳପଥ ଓ ଜଳପଥର ବିକାଶ ଯୋଗୁଁ ଓଡିଶାର ଶିଳ୍ପାୟନ କ୍ଷେତ୍ର ଆଗକୁ ବଢୁଛି। ଗ୍ରାମାଞ୍ଚଳକୁ ସହରକୁ ଯୋଡିବା ପାଇଁ ଉନ୍ନତ ମାନର ରାସ୍ତା ନିର୍ମାଣ ହେବ। ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଯୋଗୁଁ ସାଧାରଣ ଲୋକ ଉପକୃତ ହେଉଛନ୍ତି। ବିଶେଷ କରି ସେତୁ ନିର୍ମାଣ ଫଳରେ ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ସହଜ ହେବ। ଏହି ବିକାଶମୂଳକ କାର୍ଯ୍ୟ ଗୁଡିକ ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବାରେ ସାହାଯ୍ୟ କରିବ। ଆଗାମୀ ଦିନରେ ଓଡିଶା ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସ୍ମାର୍ଟ ସିଟି ମିଶନ ଅଧୀନରେ ଭୁବନେଶ୍ୱର, ରାଉରକେଲା ସହର ଗୁଡିକର ରୂପରେଖା ବଦଳିଯିବ। ବିଦେଶୀ ନିବେଶକ ଓଡିଶାର ପୁଞ୍ଜି ନିବେଶ କରିବା ପାଇଁ ଆଗ୍ରହ ମଧ୍ୟ ହେଉଛନ୍ତି। ପରବର୍ତ୍ତୀ ଖବର ହଉଛି ରବିବାର ଦିନ ଭିତରକନିକା ବୁଲିଲେ 2864 ପର୍ଯ୍ୟଟକ। ଜାତୀୟ ଉଦ୍ୟାନ ଏବେ ପ୍ରଥମ ପସନ୍ଦ ପାଲଟିଛି। ରବିବାର ଦିନ ସବୁଠାରୁ ରେକର୍ଡ ସୃଷ୍ଟି ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ 2864 ଜଣ ପର୍ଯ୍ୟଟକ ବଣଭୋଜି ଏବଂ ନଈ ବିହାରରେ ମଜା ମଧ୍ୟ ନେଇଛନ୍ତି। ତା ସହିତ ପରିବେଶକୁ ମୁକ୍ତ ରଖିବା ପାଇଁ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ସ୍ଥାନୀୟ ଲୋକ ପର୍ଯ୍ୟଟକ ଆଗମନ ଯୋଗୁଁ ଭଲ ବ୍ୟବସାୟ କରିଛନ୍ତି। ଆଗାମୀ ଦିନରେ ସଂଖ୍ୟା ଆହୁରି ବଢିବ ବୋଲି ମଧ୍ୟ ଆଶା କରାଯାଉଛି। ପରବର୍ତ୍ତୀ ଖବର ହଉଛି କୋରାପୁଟ ପାଇଁ 545 କୋଟି ଟଙ୍କାର ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଶେଷ କରି ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ଖର୍ଚ୍ଚ ମଧ୍ୟ ହେବ ବୋଲି କୁହାଯାଉଛି। ଏପଟେ କୁହାଯାଇଛି ପିଏମ କିଷାନ ଟଙ୍କା ମଧ୍ୟ ଖୁବ ଜଲଦି ମିଳିଯିବ। ଯୋଉମାନଙ୍କୁ ଚାଷୀମାନେ ଇ କେୱାଇସି କରିନାହାନ୍ତି ତୁରନ୍ତ ଇ କେୱାଇସି କରିଦିଅନ୍ତୁ। ଯାହା ଫଳରେ 22ତମ କିସ୍ତି ମଧ୍ୟ 2000 ଟଙ୍କା ମିଳିବ। ଏପଟେ ଆଉ ଗୋଟେ ମଧ୍ୟ ବଡ ଘୋଷଣା ହୋଇଛି ଇ ଶ୍ରମ କାର୍ଡକୁ ନେଇକି ବଡ ଅପଡେଟ। ଇ ଶ୍ରମ କାର୍ଡରେ ମଧ୍ୟ ମଧ୍ୟବିତ୍ତ ପରିବାରଙ୍କ ପାଇଁ ରିପୋର୍ଟ ଅନୁଯାୟୀ ହିତାଧିକାରୀ ଆକାଉଣ୍ଟକୁ 54,000 ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। ଇ ଶ୍ରମ କାର୍ଡଧାରୀଙ୍କ ପାଇଁ ନୂଆ ସୁବିଧା ଘୋଷଣା ହୋଇପାରେ। ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ନୂଆ ନିୟମ ଆଣିବେ। ବଜେଟର ସଠିକ ସମୟ ତାରିଖ ଜାଣିବା ପୂର୍ବରୁ ଆପଣମାନେ ସରକାର ସୁବିଧା ପାଇବା ଆବଶ୍ୟକ ଦଲିଲ ଇ କେୱାଇସି କରିବାକୁ ପଡିବ ବୋଲି କୁହାଯାଉଛି। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଖବର। ଯଦି ଖବରଟି ଭଲ ଲାଗିଥାଏ ଭିଡିଓକୁ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।